ହେଲେ ତୁମମାନେ ଯେଉଁମାନେ ମୋର ଏଇ ଭିଡ଼ିଓ ଦେଖୁଛ, ବାପା ସହିତ ନହେଲେ ମା ସହିତ ହାଟକୁ ଯାଇଥିବ ପନିପରିବା କିଣିବା ପାଇଁ, ନହେଲେ ଦୋକାନକୁ ଯାଇଥିବ ଡାଲି ଚାଉଳ ଏସବୁ କିଣିବା ପାଇଁ। ତ ସେଠି ହାଟକୁ ଗଲେ ତୁମେ ଦେଖିବ ଯେଉଁମାନେ ପନିପରିବା ନେଇକିନା ଆସିଛନ୍ତି, ପନିପରିବା ବିକୁଛନ୍ତି, ସେମାନେ ଏଇରକମ ଗୋଟେ ଗାଡ଼ି ପାଲ୍ଲା ନେଇକିନା ବସନ୍ତି। ଏଇଠି ଗୋଟେ ଥାଳିଆ ଭଳିଆ ଅଛି, ଏପଟେ ଗୋଟେ ଥାଳିଆ ଭଳିଆ ଅଛି, ଏଠି ଗୋଟେ ଲୁହାର ସେଟାକୁ କୁହନ୍ତି ବାଟି ବିଲିକିନା କୁହନ୍ତି ହେଲା, ଏରକମ ଗୋଟେ ଗୋଟେ ପକାଇ ଦିଅନ୍ତି, ଠିକ୍ ଅଛି। ଆଉ ଏଇପଟେ ତୁମର ଯାହା ସବଜି ଦେବାର ଅଛି ଦେଇକିନା ମାପନ୍ତି। ତ ସେଥିରେ କ'ଣ ହୁଏ, ଏଇଟା ତୁମେ ଧର କହିଲ ଯେ ଆଜ୍ଞା ମୋତେ ଅଧ କିଲୋ ବାଇଗଣ ଦିଅନ୍ତୁ। ସେ କ'ଣ କରିବ, ଅଧ କିଲୋ ଏଇଠି ଗୋଟେ ବାଟିଟେ ପକାଇଦେବ, ପକାଇ ଦେଇକିନା ବାଇଗଣ ଏଇଠି ସେ ପକାଉଥିବ। ଯଦି ଏଇ କଣ୍ଟାଟା, ଏଇ ଯେ ଏଇଠି ଗୋଟେ କଣ୍ଟା ଅଛି ଦେଖିବ, ଏଇ କଣ୍ଟାଟା ଯଦି ଏପଟକୁ ଯଦି ଚାଲି ଆସିଲା ତାହେଲେ କ'ଣ ହେବ, ଜିନିଷଟା ଏଇଟା ତେତକୁ ଭାରି ହେଇଯିବ, ଏଆଡ଼କୁ ଓହ୍ଲେଇ ଆସିବ ହେଲା। ତେତକୁ ସେ କ'ଣ କରିବ, ଏଇଟାକୁ କମେଇ 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 ନେଇ ଆସିବ। ଯେତେବେଳେ କଣ୍ଟାଟା ଏଇ ଯେ କଣ୍ଟାଟା ଯେତେବେଳେ ଏଇରକମ ସିଧା ହେଇଯିବ, ତାମାନେ ଏପଟ 500 ଗ୍ରାମ ହେଲା, ଆଉ ପଟ ଯେତିକି ବାଇଗଣ ବା ଯାହା ବି ପକାଇছে ସେଟା ସମାନ ହେଇଗଲା। ଆଉ ଏପଟେ ଯଦି କଣ୍ଟାଟା ଯଦି ଏପଟକୁ ଯଦି ବୁଲି ଆସିବ, ଏପଟକୁ କ'ଣ ହେବ, ଏପଟକୁ ଯଦି ବୁଲି ଆସିବ, এটা রইলানি ହେଲା। এইরকম যদি ହେଇଗଲା, তেতକୁ କ'ଣ ହେବ, এটা তেতକୁ ଭାରି ହେଇଯିବ, ମାନେ ଜିନିଷ ଏଠି କମ୍ ଅଛି ହେଲା। ସେ କ'ଣ କରିବ, ଧୀରେ 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 ଏଠି ଫେର ପକାଇବା ପାଇଁ ଆରମ୍ଭ କରିବ, ଯାହା ତୁମେ କିଣୁଛ ପକାଇବ। ଯେତେବେଳେ ସମାନ ହେଇଯିବ ତେତକୁ ସେ କ'ଣ କରିବ, ତୁମକୁ ତୁମ ବ୍ୟାଗରେ ଏଇ 500 ଗ୍ରାମ এই যে এটা যে পড়েছে 500 গ্রাম ହେଲା ତୁମକୁ ଦେଇଦେବ। ତୁମେ ହୁଏତ କିଲେ ନେବ ବୋଲିକିନା କହିବ, ତାହେଲେ ସେଇଠି କିଲିକିଆ ବାଟି, କିଲେ ମାନେ ଏଇ ଯେ ମୁଁ ଯେ ଶିଖେଇଥିଲି 1 କିଲୋ, এই যে 1 କିଲୋ ହେଲା, এই যে ଶିଖେଇଥିଲି ତୁମକୁ, এই କିଲିକିଆ ବାଟିଟେ ପକାଇଦେବ। ନହେଲେ 500 ଗ୍ରାମ ଅଧ କିଲୋ ଯଦି କହିବ, ତେବେ ସେ କ'ଣ କରିବ, এই যে ଏଠି ଅଛି ଗ୍ରାମ, এই 500 ଗ୍ରାମର ଗୋଟେ ଲୁହାର ବାଟିଟେ ପକାଇ ଦେଇକିନା ତୁମକୁ ଦେବ। ତାହେଲେ ଦେଖ, ଆମେ ଯେତେବେଳେ ଏଇ ସବଜି ମାପୁଛୁ କି ଇଏ ମାପୁଛୁ, ଡାଲି ମାପୁଛୁ ହେଲା, ସେଥିରେ ଆମେ ବ୍ୟବହାର କରୁଛୁ ଗ୍ରାମ। ତେଲ ମାପିଲା ବେଳକୁ ଆମେ ବ୍ୟବହାର କରିବୁ ଲିଟର, କ୍ଷୀର ମାପିଲା ବେଳକୁ ଲିଟର, ଯେତେବେଳେ ଆମେ ରାସ୍ତା ମାପିବୁ, କପଡ଼ା ମାପିବୁ, ସେଟା ହେଇଯିବ ମିଟର। ବୁଝିପାରିଲ? ଆଚ୍ଛା, ତାକୁ କେମିତିକା ମନେ ରଖିବା?